देवे नहीं, छात्र समाज क्षमा देवनी, अभिभावक समाज क्षमा देवनी, साधारण लोक जो मैंने शिक्षानुरागी, जो मैंने शिक्षाविद, जो मैंने शिक्षक, शिक्षा प्रेमी, ସେମାନେ ସମସ୍ତେ ଏକତ୍ରିତ ସଂଗଠିତ ସଂକଳ୍ପବଦ୍ଧ ନୈତିକ ଦାୟିତ୍ୱ ଗ୍ରହଣ କରନ୍ତୁ ଏବଂ ଭଲ ଏ ଯେଉଁ ତ୍ରୁଟିଶୂନ୍ୟ ପୁସ୍ତକ ପୁନର୍ମୁଦ୍ରିତ କରାଯାଇ ଆପଣ ପିଲାମାନଙ୍କୁ ବିତରଣ କରାଯାଉ। ତା ତ ହେଉନାହିଁ। ଜନସନ୍ତୋଷ ବୃଦ୍ଧି ପାଉଛି, ସେମିତି ସେମାନେ ବର୍ତ୍ତମାନ ଛାନିଆ ହେଇଯାଇଛନ୍ତି। ତେଣୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। ଯାହା କଲେ ବି ପ୍ରଶମିତ ହେବ ନାହିଁ, ଯାହା କଲେ ବି ये माने क्षमा देवे नहीं, छात्र समाज क्षमा देवनी, अभिभावक समाज क्षमा देवनी, साधारण लोक जो मैंने शिक्षानुरागी, जो मैंने शिक्षाविद, जो मैंने शिक्षक, शिक्षा प्रेमी, ସେମାନେ ସମସ୍ତେ ଏକତ୍ରିତ ସଂଗଠିତ ସଂକଳ୍ପବଦ୍ଧ। ଭଲ ବହି ସେ ପ୍ରଶ୍ନର ଉତ୍ତର ସରକାର ଦେବେ। ଦାବି ତ ଆମର ଗୋଟିଏ, ନୈତିକ ଦାୟିତ୍ୱ ଗ୍ରହଣ କରନ୍ତୁ ଏବଂ ଭଲ ଏ ଯେଉଁ ତ୍ରୁଟିଶୂନ୍ୟ ପୁସ୍ତକ ପୁନର୍ମୁଦ୍ରିତ କରାଯାଇ ଆପଣ ପିଲାମାନଙ୍କୁ ବିତରଣ କରାଯାଉ। ତା ତ ହେଉନାହିଁ। ସେଟା ତ ଦୁଃଖ, ତାରି ପାଇଁ ତ ପ୍ରତିକ୍ରିୟା, ସେଇଥିପାଇଁ ତ ଉତ୍ତେଜନା। କିନ୍ତୁ ସେ ସଂକ୍ରାନ୍ତରେ କେବଳ ଏତିକି କହିଲେ ମାନେ ଯଥେଷ୍ଟ ହେବ ଯେ ଯାହାଙ୍କର କିଛି କାମ ନାହିଁ, ଗୋଟେ ଆପ୍ତବାକ୍ୟ ନାହିଁ ଗାଁରେ, କ'ଣ ଲୋକ କହନ୍ତିନି କାମ ନିମନ୍ତେ ମୁକୁରି ସେବା। କାମ ତ ନାହିଁ, କ'ଣ କରିବା, ମୁକୁର ସେବା କରିବା, ମୁକୁରି ସେବା କରିବା। ତେଣୁ ବର୍ତ୍ତମାନ ଗୋଟେ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବା, ପ୍ରତିହିଂସା ପରାୟଣ ରାଜନୀତିର ଇଏ ପ୍ରତିଫଳନ ନୁହେଁ। ସମୟ ଅପଚୟ କରିବାର ଇଏ ଗୋଟିଏ ମାନେ ପ୍ରୟାସ। ଯଦି ମୋ କହିବା ତ ଯଦି ଷଡ଼ଯନ୍ତ୍ର ହେଇଛି ଆପଣ ବାହାର କରୁନାହାନ୍ତି, ତାର ଉନ୍ମୋଚନ କରୁନାହାନ୍ତି। ଆପଣ ତ କ୍ଷମତାରେ ଏକଥା କହିବେ ଏବଂ ସେଠି ତା ସହିତ ଦ୍ୱିତୀୟ ବାକ୍ୟରେ ସେ କହିଥାନ୍ତେ ଇଏ ଷଡ଼ଯନ୍ତ୍ର ପଛରେ କିଏ, ଆମେ ତାହା ନିଶ୍ଚିତ ଭାବରେ ଉନ୍ମୋଚନ ପର୍ଦାଫାଶ କରିବୁ ଏବଂ ଷଡ଼ଯନ୍ତ୍ରକାରୀଙ୍କୁ ଦଣ୍ଡ ବିଧାନ କରିବୁ। ଇଏ ଯୋଡ଼ିଏ ବାକ୍ୟ ତା ସହିତ ନାହିଁ କାହିଁକି? ଇଏ ଦ୍ୱିତୀୟ ଏବଂ ତୃତୀୟ ବାକ୍ୟର ଯେଉଁ ମାନେ ଏଇ ଯେଉଁ ଆବସେଣ୍ଟ ରହିବାଟା, ମାନେ ନ କହିବାଟା ପ୍ରମାଣ କରୁଛି ଯେ ସେ ଏପର୍ଯ୍ୟନ୍ତ ସିଦ୍ଧାନ୍ତରେ ପହଞ୍ଚି ପାରିନାହାନ୍ତି। ଯିଏ କହିଲେ ତାଙ୍କୁ ପଚାରିବେ ଷଡ଼ଯନ୍ତ୍ର କିଛି ନାହିଁ, ଷଡ଼ଯନ୍ତ୍ର ଯିଏ କହିଲେ ଷଡ଼ଯନ୍ତ୍ର ସିଏ ବୁଝାଇବେ ଷଡ଼ଯନ୍ତ୍ର। ସେ ପାଣ୍ଡିଆନଙ୍କୁ ପୁଣି ସମନ କରିପାରନ୍ତି।